हाय साଙ୍ଗମାନେ ଜୟ ଜଗନ୍ନାଥ ସ୍ୱାଗତ କରୁଛୁ ନୂଆ ଭିଡିଓକୁ। ଦେଖନ୍ତୁ ସାମ୍ସ ତରଫରୁ ଅଲରେଡି ଆପଣଙ୍କର ବିଏଡ୍ ଏମଏଡ୍ ଏବଂ ବିଏଚଡି ର ଆପ୍ଲାଏ ଷ୍ଟାର୍ଟ ହେଇଯାଇଛି। ତ ମୁଁ ଆଜି ଆପଣମାନଙ୍କୁ ଦେଖେଇବି କେମିତି କ'ଣ ଆପଣମାନେ ଷ୍ଟେପ୍ ବାଇ ଷ୍ଟେପ୍ ଫୁଲ୍ ପ୍ରୋସେସ୍ ନିର୍ଭୁଲ ଭାବରେ ଆପଣମାନେ ଆପ୍ଲାଏ କରିପାରିବେ। ତ ତା ପାଇଁ ଆପଣମାନେ ଆପଣଙ୍କର ଯେକୌଣସି ବ୍ରାଉଜର ଓପନ୍ କରିନିଅନ୍ତୁ ଏବଂ ଓପନ୍ କରିକି ସାମ୍ସ ପୋର୍ଟାଲ ରହିଛି ଆପଣଙ୍କର। ତ ସାମ୍ସ ଆପଣମାନେ ସର୍ଚ୍ଚ କରିନେବେ, ଆପଣଙ୍କର ଏଇ ଟାଇପ୍ର କିଛି ଇଣ୍ଟରଫେସଟି ଓପନ୍ ହେଇକି ଆସିବ। ଦେଖନ୍ତୁ ଏଇଠି ଆପଣଙ୍କ ସେକେଣ୍ଡ କଲମରେ ଆପଣଙ୍କର ଏଇଠି ଲେଖା ହେଇଛି 2 ଇୟର ବିଇଡି ବିଏଚଡି ଏଣ୍ଡ ଏମଏଡ୍ ଆପଣଙ୍କର ଏଇଥିରେ ଆପଣମାନେ କ୍ଲିକ୍ କରିବେ। ସେଇ ଟାଇପ୍ର ଇଣ୍ଟରଫେସଟି ଓପନ୍ ହେଇକି ଆସିଲା ପରେ ଏଇଠି ଆପଣମାନେ ଦେଖିପାରୁଥିବେ ନ୍ୟୁ ଷ୍ଟୁଡେଣ୍ଟ ରେଜିଷ୍ଟ୍ରେସନ ଏକ୍ସିଷ୍ଟିଂ ଷ୍ଟୁଡେଣ୍ଟ ଲଗ୍ଇନ୍ ଇନଫର୍ମେସନ ବ୍ରୋଚର। ଠିକ୍ ଅଛି, ତ ଡିଟେଲ ଜାଣିବା ପାଇଁ ଆପଣମାନେ ଇନଫର୍ମେସନ ବ୍ରୋଚର ଡାଉନଲୋଡ କରି ଦେଖିପାରିବେ। ଦେଖନ୍ତୁ ଏଇଠି ଆପଣଙ୍କ ଦିଆଯାଇଛି ନ୍ୟୁ ରେଜିଷ୍ଟ୍ରେସନ, ଏଥିରେ ଆପଣମାନେ କ୍ଲିକ୍ କରିବେ। ସେଇ ଟାଇପ୍ର ଇଣ୍ଟରଫେସଟି ଓପନ୍ ହେଇକି ଆସିବ ଯୋଉଠିକି ଆପଣମାନେ ନ୍ୟୁ ରେଜିଷ୍ଟ୍ରେସନ କରିବେ। ଠିକ୍ ଅଛି, ତ ଏଇଠି ଆପଣଙ୍କର ଦେଖନ୍ତୁ ନେମ୍ ଦିଆଯାଇଛି, ଫାର୍ଷ୍ଟ ନେମ୍ ଦିଆଯାଇଛି। ଏଇଠି ଆପଣଙ୍କ ନେମ୍ ଦେବେ, ଦେନ୍ ଆପଣଙ୍କ ମୋବାଇଲ ନମ୍ବରଟି ଦେବେ, ଯୋଉ ମୋବାଇଲ ନମ୍ବରଟି ଆପଣଙ୍କର ଓଟିପି ଯିବ ଏବଂ ଆକୁ ମଧ୍ୟ ଆପଣଙ୍କର ସେଇ ନମ୍ବରକୁ ଆପଣମାନେ ୟୁଜ୍ କରିବେ। ଠିକ୍ ଅଛି, ଏବଂ ଆପଣଙ୍କ ମେଲ୍ ଆଇଡିଟି ଦେବେ ଏଇଠି, ଦେନ୍ ଆପଣଙ୍କ ଡେଟ୍ ଅଫ୍ ବାର୍ଥ ଆପଣମାନେ ଏଇଠି ଚୁଜ୍ କରିବେ। ଦେନ୍ ଆପଣଙ୍କ ଦେଖନ୍ତୁ ଏଇଠି ଚେକ୍ ବକ୍ସ ଦିଆଯାଇଛି, ଚେକ୍ ବକ୍ସ ଟିକ୍ କରିକି ଜେନେରେଟ୍ ଓଟିପିରେ ଆପଣମାନେ କ୍ଲିକ୍ କରିବେ। ଦେନ୍ ଆପଣଙ୍କ ସାମ୍ନାରେ କିଛି ଏଇ ଟାଇପ୍ର ଇଣ୍ଟରଫେସଟି ଓପନ୍ ହେଇକି ଆସିବ ଯୋଉଠିକି ଆପଣଙ୍କର ଓଟିପି ଆପଣମାନେ ଏଣ୍ଟର କରିବେ ଏବଂ ପାସୱାର୍ଡ ଆପଣମାନେ ଏଣ୍ଟର କରିବେ। ପାସୱାର୍ଡଟି ଆପଣଙ୍କର କେମିତି ହେବା ଦରକାର ନା କିଛି ଆପଣଙ୍କର କ୍ୟାପିଟାଲ ଲେଟର, ଦେନ୍ ଆପଣଙ୍କର କିଛି ସ୍ମଲ୍ ଲେଟର, ଦେନ୍ ଆପଣଙ୍କର କିଛି ସ୍ପେଶାଲ କ୍ୟାରେକ୍ଟର ଯେମିତିକି ଆପଣଙ୍କର @, ଦେନ୍ ଆପଣଙ୍କର କିଛି ନମ୍ବର ଦେବେ। ତ ଏଇ ଟାଇପ୍ର ଆପଣମାନେ ପାସୱାର୍ଡ କ୍ରିଏଟ୍ କରିବେ। କ୍ରିଏଟ୍ କରିକି ଆପଣମାନେ ସବମିଟ୍ରେ କ୍ଲିକ୍ କରିବେ। ଦେନ୍ ସବମିଟ୍ ବଟନରେ କ୍ଲିକ୍ କଲା ମାନେ ଆପଣଙ୍କର ସକ୍ସେସଫୁଲି ରେଜିଷ୍ଟ୍ରେସନ ହେଇଯିବ। ଦେଖନ୍ତୁ ଆପଣଙ୍କର ଏଇଠି ମେସେଜ ମଧ୍ୟ ଆସିଗଲା, ୟୁ ହାଭ୍ ସକ୍ସେସଫୁଲି ରେଜିଷ୍ଟର୍ଡ। ଏଇଠି ଆପଣମାନେ ଓକେ କ୍ଲିକ୍ କରିବେ। ଦେନ୍ ଆପଣଙ୍କ ହୋମ ପେଜ୍ ଆସିଯିବ। ସେ ହୋମ ପେଜ୍ ଆପଣମାନେ ଏଇଠି ମୋବାଇଲ ନମ୍ବର ଏବଂ ଆପଣଙ୍କର ପାସୱାର୍ଡ ଦେଇକି କ୍ୟାପଚର କୋଡ୍ ଦେବେ। କ୍ୟାପଚର କୋଡ୍ ଦେଇକି ଲଗ୍ଇନ୍ ରେ କ୍ଲିକ୍ କରିବେ। ଠିକ୍ ଅଛି, ସାଇନ୍ ଇନ୍ ଆପଣମାନେ କରିନେବେ। ଦେନ୍ ଆପଣ ଲଗ୍ଇନ୍ ରେ କ୍ଲିକ୍ କରିସାରିଲା ପରେ ଆପଣଙ୍କ ସାମ୍ନାରେ କିଛି ଏଇ ଟାଇପ୍ର ପପଅପ୍ ଟି ଓପନ୍ ହେଇକି ଆସିବ। ଡୁ ୟୁ ୱାଣ୍ଟ ଟୁ ଫିଲ୍ ୟୋର ଫର୍ମ ୟୁଜିଂ ଡିଜିଲକର। ତ ଯଦି ଆପଣଙ୍କର ଡିଜିଲକର ସବୁ ଇନଫର୍ମେସନ ଅଲରେଡି ଅଛି ତାହେଲେ ଆପଣମାନେ ଏଇଠି ଡିଜିଲକର ହିସାବରେ ଆପ୍ଲାଏ କରିପାରିବେ। ୟେସ୍ ଓର नो ରେ କ୍ଲିକ୍ କରିବେ। ତ ମୁଁ ଏଇଠି नो ରେ କ୍ଲିକ୍ କରୁଛି। ଦେନ୍ ଆପଣଙ୍କ ସାମ୍ନାରେ ଆପ୍ଲାଏ ର ହୋମ ପେଜ୍ ଟି ଓପନ୍ ହବ ଯୋଉଠିକି ଆପଣଙ୍କର ଆପ୍ଲାଏ କେବେ ଷ୍ଟାର୍ଟ ହବ, କେବେ ଆପଣଙ୍କର ଏଣ୍ଡ ହବ, କେବେ ପେମେଣ୍ଟର ଲାଷ୍ଟ ଡେଟ୍ ରହିଛି, ସବୁ କିଛି ଆପଣଙ୍କ ସାମ୍ନାରେ ଏଇଠି ଶୋ କରିବ। ତ ଆପଣମାନେ ଦେଖିପାରୁଥିବେ ଏଇଠି ଆପଣଙ୍କ ଲେଫ୍ଟ ସାଇଡରେ ରହିଛି ଆପ୍ଲିକେସନ ଫର୍ମ। ଆପଣମାନେ ଏଇ ଆପ୍ଲିକେସନ ଫର୍ମରେ ଯୋଉ ରହିଛି ଏଇଠି ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ମାନେ କିଛି ଆପଣଙ୍କର ଏଇ ଟାଇପ୍ର ଓପନ୍ ହେଇକି ଆସିବ ପପଅପ୍ ଟି। ଏଇଠି ଦେଖନ୍ତୁ ଆପଣଙ୍କର ସବୁ କିଛି ଇନଫର୍ମେସନ ଦିଆଯାଇଛି ଯେ ଆପଣଙ୍କର ଫଟୋ କଣ ସବୁ ଡକ୍ୟୁମେଣ୍ଟ ଦରକାର। ଆପଣଙ୍କର ଫଟୋ ଦରକାର, ହାଇସ୍କୁଲ ସାର୍ଟିଫିକେଟ ଦରକାର, ଆପଣଙ୍କର +2 ସାର୍ଟିଫିକେଟ ଦରକାର, ମାର୍କସିଟ୍ ଦରକାର, +3 ସାର୍ଟିଫିକେଟ ମାର୍କସିଟ୍ ଦରକାର, କାଷ୍ଟ ସାର୍ଟିଫିକେଟ, ଇନକମ୍ ସାର୍ଟିଫିକେଟ, ତା ବି ଆପଣଙ୍କର ବାରକୋଡ ସହିତ। ଠିକ୍ ଅଛି, ଦେନ୍ ଆପଣଙ୍କର ଫଟୋ କପି, ପର୍ସନାଲ ଡିଜାବିଲିଟି ଯୋଉମାନେ ଆପଣଙ୍କର ଦେବେ ସେମାନେ ଆପଣଙ୍କର ହ୍ୟାଣ୍ଡିକ୍ୟାପ ସାର୍ଟିଫିକେଟ ଶୋ କରିବେ। ଏକ୍ସ ସର୍ଭିସମ୍ୟାନ ଯଦି ଆପଣମାନେ ଅଛନ୍ତି ତାହେଲେ ତା ମଧ୍ୟ ଆପଣମାନେ ଶୋ କରିବେ ସାର୍ଟିଫିକେଟ। ତ ଏତିକି ଆପଣମାନେ ରେଡି କରିବେ। ରେଡି କରିକି ଦେନ୍ ଆପଣମାନେ ଆପ୍ଲାଏ କରିବା ଷ୍ଟାର୍ଟ କରିବେ। ଏଠି ଓକେ ରେ କ୍ଲିକ୍ କରିବେ। ଠିକ୍ ଅଛି, ଓକେ କ୍ଲିକ୍ କଲା ପରେ ଦେଖନ୍ତୁ ଆପଣଙ୍କର ଗୋଟେ ପପଅପ୍ ଟି ପୁଣି ଥରେ ଓପନ୍ ହେଇକି ଆସିଲା ଯୋଉଠିକି ଆପଣଙ୍କୁ ପଚାରାଯାଇଛି ଯେ ଆପଣମାନେ 10th କ୍ଲାସ ଷ୍ଟାଣ୍ଡାର୍ଡ ଟି ପାସ୍ କରିଛନ୍ତି। ବିଏସସି ଓଡ଼ିଶା ତରଫରୁ ଯୋଉ 10th କ୍ଲାସ ଷ୍ଟାଣ୍ଡାର୍ଡ ର ଏକ୍ଜାମ କରାଯାଏ ସେଥିରେ ଆପଣମାନେ ପାସ୍ ହେଇଛନ୍ତି ନା ନାହିଁ। ତ ଆପଣମାନେ ଏଠି ୟେସ୍ ନ କରିବେ। ତ ଏଠି ଦେଖନ୍ତୁ ସିମ୍ପଲି ଆପଣମାନେ ୟେସ୍ ହିଁ କରିବେ ଯେହେତୁ ଆପଣମାନେ ଓଡ଼ିଶା ବୋର୍ଡରେ ପାସ୍ କରିଥିବେ ନିହାତି। ଦେନ୍ ଦେଖନ୍ତୁ ଏଠି ଆପଣଙ୍କ ପୁଣି ଥରେ ପଚରାଗଲା ଆପଣଙ୍କୁ ହ୍ୟାଭ୍ ୟୁ ଗନ୍ ଥ୍ରୋ ଦ ଇନଫର୍ମେସନ ବ୍ରୋଚର ଅଫ୍ ଦ କୋର୍ସ ୟୁ ୱାଣ୍ଟ ଟୁ ଆପ୍ଲାଏ ଫର। ଏଠି ଆପଣମାନେ ୟେସ୍ କରିବେ। ୟେସ୍ କରିକି ଏଠି ଦେଖନ୍ତୁ ଆପଣଙ୍କର ବକ୍ସ ରହିଛି ଯୋଉ ସିଲେକ୍ଟ ବକ୍ସରେ ଆପଣମାନେ ଏଠି ଚୁଜ୍ କରିବେ ଯେ କୋଉ କୋର୍ସ ପାଇଁ ଆପଣମାନେ ଆପ୍ଲାଏ କରିବେ। ଠିକ୍ ଅଛି, ଯୋଉମାନେ ଆପଣମାନେ ବିଡି ପାଇଁ ଆପ୍ଲାଏ କରିବେ ସେମାନେ ଆପଣଙ୍କର ବିଡି ଚୁଜ୍ କରିବେ। ଯୋଉମାନେ ଆପଣଙ୍କର ବିଏଚଡି ପାଇଁ ଆପ୍ଲାଏ କରିବେ ସେମାନେ ଆପଣଙ୍କର ବିଏଚଡି ଚୁଜ୍ କରିବେ। ତ ମୁଁ ଏଇଠି ଏମଏଡି ପାଇଁ ଆପ୍ଲାଏ କରିବା ପାଇଁ ଚାହୁଁଛି, ତ ମୁଁ ଏଇଠି ଏମଏଡି ରେ କ୍ଲିକ୍ କରିବି। ଦେନ୍ ଆପଣଙ୍କ ସାମ୍ନାରେ କିଛି ଏଇ ଟାଇପ୍ର ଇନଫର୍ମେସନ ସବୁ କିଛି ଫିଲ୍ଅପ୍ କରିବା ପାଇଁ ଆପଣଙ୍କର ଆସିଯିବ। ଠିକ୍ ଅଛି, ଏବଂ ଆପଣମାନେ ଯୋଉ ରେଜିଷ୍ଟ୍ରେସନ କଲା ଟାଇମରେ ଯୋଉ ଇନଫର୍ମେସନ ଦେଇଥିଲେ ତା ଆପଣଙ୍କର କିଛି ଏଇଠି ଆପଣମାନେ ଶୋ କରିବ। ଦେଖନ୍ତୁ ଏଇଠି ଆପଣମାନେ ଫ୍ରେଶ ଆପ୍ଲାଏ କରୁଛନ୍ତି ଯେହେତୁ ଆପଣଙ୍କର ଏଇଠି ଫ୍ରେଶ ମେନସନ କରାଯାଇଛି। ଏଇଠି ଆପଣଙ୍କ ନେମ୍ ମେନସନ କରାଯାଇଛି। ଦେନ୍ ଏଇଠି ଆପଣଙ୍କର ମଦର ନେମ୍, ଏଇଠି ଆପଣଙ୍କର ଫାଦର ନେମ୍, ଆପଣମାନେ ଜେଣ୍ଡର ଚୁଜ୍ କରିବେ ଏଇଠି ମେଲ୍ ଫିମେଲ ଆପଣଙ୍କର ଯାହା ଥିବ ଟ୍ରାନ୍ସଜେଣ୍ଡର। ଦେନ୍ ଆପଣଙ୍କ ଏଇଠି ଡେଟ୍ ଅଫ୍ ବାର୍ଥ ଅଲରେଡି ଆପଣମାନେ ଦେଇଛନ୍ତି। ଏଇଠି ଆପଣଙ୍କ ମେଲ୍ ଆଇଡି ଅଲରେଡି ଶୋ କରୁଥିବ। ଆଧାର କାର୍ଡ ନମ୍ବରଟି ଦେବେ ଆପଣମାନେ ଏବଂ ଆପଣଙ୍କର ଅପର ଆଇଡି। ଯଦି ଆପଣଙ୍କର ଅପର ଆଇଡି ନାହିଁ ତାହେଲେ ଆପଣଙ୍କର ଅପର ଆଇଡି କେମିତି କ'ଣ କରାଯାଏ ତା ରିଲେଟେଡ୍ ମୁଁ ଭିଡିଓ ଅଲରେଡି ବନେଇଛି। ମୁଁ ଭିଡିଓ ଡିସ୍କ୍ରିପସନରେ ଲିଙ୍କ ଦେଇଦେବି, ଆପଣମାନେ ଦେଖିକି ଆପଣଙ୍କର ଅପର ଆଇଡି ଆପଣମାନେ କରିପାରିବେ। ଠିକ୍ ଅଛି, ତ ଏଇ ଅପର ଆଇଡି ଯେ ଆପଣମାନେ କରିକି ଏଠି ନମ୍ବର ଦେଇପାରିବେ କିମ୍ବା ଆପଣମାନେ ୟାକୁ ସ୍କିପ୍ ମଧ୍ୟ କରିବେ ଆପଣଙ୍କର ଇଏ ପରେ ଆବଶ୍ୟକତା ପଡିବ। ଠିକ୍ ଅଛି, ତ ଯଦି ଆପଣମାନେ ପାଉଛନ୍ତି ତାହେଲେ ଆପଣମାନେ ଅପର ଆଇଡି ମଧ୍ୟ କରିନେବେ। ଦେନ୍ ଆପଣଙ୍କର ମୋବାଇଲ ନମ୍ବରଟି ଏଇଠି ଶୋ କରିବ ଯୋଉଟାକି ଆପଣମାନେ ଦେଇଥିଲେ ରେଜିଷ୍ଟ୍ରେସନ କଲା ଟାଇମରେ ଏବଂ ଆପଣଙ୍କ ହ୍ୱାଟ୍ସଆପ ନମ୍ବର ଏବଂ ଆପଣଙ୍କ ମୋବାଇଲ ନମ୍ବର ଯଦି ସେମ୍ ଅଛି ତାହେଲେ ଆପଣମାନେ ସେମ୍ ରେ ଏଇଠି କ୍ଲିକ୍ କରିବେ। ଯଦି ସେମ୍ ନାହିଁ ତାହେଲେ ଆପଣମାନେ ଟାଇପ୍ କରିବେ ଏଇଠି।
ঠিক ଅଛି ଏବଂ ଅଲ୍ଟରନେଟିଭ୍ ମୋବାଇଲ ନମ୍ବର ମଧ୍ୟ ଆପଣମାନେ ଟାଇପ୍ କରିବେ ଏଇଠି ଗୋଟେ। ଦେନ୍ ଦେଖନ୍ତୁ ଏଇଠି ଆପଣଙ୍କର ଯେଉଁ ଦିଆଯାଇଛି ଆଇ ଏମ୍ ପ୍ରୋଭାଇଡିଂ ମାଇ ହ୍ୱାଟ୍ସଆପ୍ ନମ୍ବର ଟୁ ରିସିଭ୍ ନୋଟିଫିକେସନ୍, ଏଇଠି ଆପଣମାନେ ଟିକ୍ କରିବେ। ঠিক ଅଛି, ଟିକ୍ କରିବେ। ଦେନ୍ ଆପଣଙ୍କ ମ୍ୟାରିଟାଲ ଷ୍ଟାଟସ୍ ଏଇଠି ଆପଣ ସିଲେକ୍ଟ କରିବେ, ମ୍ୟାରିଡ୍ ଅନମ୍ୟାରିଡ୍। ଆପଣମାନେ ଏଇଠି ଆପଣଙ୍କର ଏକ୍ସାମିନେସନ ସେଣ୍ଟର ଚୁଜ୍ କରିବେ। ଠିକ୍ ଅଛି, ତ ଏଇ ଦେଖନ୍ତୁ ଆପଣଙ୍କର ଗୋଟେ ହିଁ ଏକ୍ସାମିନେସନ ସେଣ୍ଟର ରହିଛି ଯୋଉଟା କି ଖୋର୍ଦ୍ଧା, ତ ଆପଣମାନେ ଏଇ ଖୋର୍ଦ୍ଧା ହିଁ ଚୁଜ୍ କରିବେ। ଦେନ୍ ଆପଣଙ୍କ ଦେଖନ୍ତୁ ଏଇଠି ଦିଆଗଲା ଆପଣଙ୍କର ଆପ୍ଲିକାଣ୍ଟ ୱେଲଫେୟାର କ୍ଲାରିଫିକେସନ, ତ ଏଇଠି ଆପଣଙ୍କ ଯଦି ଆପଣମାନେ ଅନାଥ ଅଛନ୍ତି ତ ଅର୍ଫନରେ କ୍ଲିକ୍ କରିବେ, କିମ୍ବା ଆପଣଙ୍କର ଯଦି ସିଙ୍ଗଲ ଚାଇଲ୍ଡ ଅଛନ୍ତି ତାହେଲେ ସିଙ୍ଗଲ ଚାଇଲ୍ଡରେ ଆପଣମାନେ କ୍ଲିକ୍ କରିବେ। ତ ଇଏ ଆପଣଙ୍କ ହିସାବରେ ଆପଣମାନେ କ୍ଲିକ୍ କରିବେ। ଠିକ୍ ଅଛି, ଯଦି କିଛି ନାହିଁ ତାହେଲେ ଆପଣମାନେ ୟାକୁ ବ୍ଲାଙ୍କ ଛାଡ଼ିଦେବେ। ଦେନ୍ ଦେଖନ୍ତୁ ସୋସିଆଲ କ୍ୟାଟେଗୋରୀ, ଏଇଠି ଆପଣଙ୍କର କ୍ୟାଟେଗୋରୀ ଆପଣମାନେ ଚୁଜ୍ କରିବେ। ଯେମିତି ଏଇଠି ମୁଁ ଏସସି ଚୁଜ୍ କରୁଛି। ଠିକ୍ ଅଛି, ଦେନ୍ ଯଦି ଆପଣମାନେ ଏସସି ଏସଟି କ୍ୟାଟେଗୋରୀରୁ ବିଲଙ୍ଗ କରୁଛନ୍ତି କିମ୍ବା ଆପଣଙ୍କର ଏସସି ବିସି ତାହେଲେ ଆପଣମାନେ ଏଇଠି ତାର ବାରକୋଡ୍ ନମ୍ବର ଦେବେ, ଆପଣଙ୍କର ଯେଉଁ କାଷ୍ଟ ସାର୍ଟିଫିକେଟ ନମ୍ବର ଦେବେ ଏବଂ ଆପଣଙ୍କର କେବେ ଇସ୍ୟୁ ହେଇଛି, କୋଉ ଅଥରିଟି ଆପଣଙ୍କୁ ଇସ୍ୟୁ କରିଛନ୍ତି ତାହା ଆପଣମାନେ ଏଇଠି ଚୁଜ୍ କରିବେ। କାଷ୍ଟ ସାର୍ଟିଫିକେଟ ଆପଣଙ୍କର ଆଡିସନାଲ ତହସିଲଦାର କିମ୍ବା ରେଭିନ୍ୟୁ ଅଫିସର ଆପଣଙ୍କର କରନ୍ତି, ତ ଆପଣମାନେ ଲାଷ୍ଟ ଅପସନଟି ଚୁଜ୍ କରିବେ। ଠିକ୍ ଅଛି, ଦେନ୍ ଆପଣଙ୍କର ଡେଟ୍ ଅଫ୍ ଇସ୍ୟୁ କେବେ ହେଇଥିଲା କାଷ୍ଟ ସାର୍ଟିଫିକେଟ ତାହା ଆପଣମାନେ ଏଇଠି ଡେଟ୍ ଦେଇଦେବେ। ଠିକ୍ ଅଛି, ଦେନ୍ ଦେଖନ୍ତୁ ଏଇଠି ଆପଣଙ୍କର ଦିଆଗଲା ସ୍ପେଶାଲ ରିଜର୍ଭେସନ କ୍ୟାଟେଗୋରୀ, ଯଦି ଆପଣଙ୍କର କିଛି ରହିଅଛି ପିଡବ୍ଲ୍ୟୁଡି କିମ୍ବା ଏକ୍ସପେରିମେଣ୍ଟ ଆପଣମାନେ ଏଇଠି ଚୁଜ୍ କରିବେ। ଠିକ୍ ଅଛି, ଦେନ୍ ଦେଖନ୍ତୁ ଡୁ ୟୁ ୱାଣ୍ଟ ଟୁ ଏଲିଭ୍ ଦ ହଷ୍ଟେଲ ଫ୍ୟାସିଲିଟି, ଯଦି ଆପଣମାନେ ବିଇଡି କ୍ୱାଲିଫାଇ କଲା ପରେ ଆଡମିସନ କଲା ପରେ ଆପଣମାନେ ଯଦି ହଷ୍ଟେଲ ଫ୍ୟାସିଲିଟି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ଏଠି ୟେସ୍ କରିବେ କିମ୍ବା ନ କରିବେ। ଦେନ୍ ଆପଣଙ୍କର ଫୁଲ୍ ଆଡ୍ରେସ୍ ଦେବେ, ଏଇଠି ଆପଣମାନେ 8 ପୋଷ୍ଟ ଦେବେ। ଠିକ୍ ଅଛି, 8 ପୋଷ୍ଟ ଦେବେ। ଦେନ୍ ଆପଣଙ୍କର ବ୍ଲକ ଦେବେ, ପିଏସ୍ ଦେବେ। ଏଇଠି ଆପଣଙ୍କର କଣ୍ଟ୍ରି ଚୁଜ୍ କରିବେ, ଇଣ୍ଡିଆ, ଷ୍ଟେଟ୍ ଚୁଜ୍ କରିବେ। ଦେନ୍ ଆପଣଙ୍କର ଡିଷ୍ଟ୍ରିକ୍ଟ ଚୁଜ୍ କରିବେ, ବ୍ଲକ ଚୁଜ୍ କରିବେ ଏବଂ ପିନକୋଡଟି ଏଣ୍ଟର କରିବେ। ଠିକ୍ ଅଛି, ଯଦି ଆପଣଙ୍କର ପର୍ମାନେଣ୍ଟ ଆଡ୍ରେସ୍ ଏବଂ ଆପଣଙ୍କର ଯେଉଁ କରସ୍ପଣ୍ଡିଂ ଆଡ୍ରେସ୍ ସେମ୍ ଅଛି ତାହେଲେ ଆପଣମାନେ ଏଇଠି ସେମ୍ ଆସ୍ ପ୍ରେଜେଣ୍ଟ ଆପଣଙ୍କର ଏଇଠି ରହିଛି ବକ୍ସ, ଏଇଠି ଆପଣମାନେ ଟିକ୍ କରିବେ। ଦେନ୍ ଆପଣଙ୍କ ଇଏ ମଧ୍ୟ ଅଟୋମେଟିକ ଫିଲ୍ଅପ୍ ହେଇଯିବ। ଠିକ୍ ଅଛି, ଦେନ୍ ଆପଣଙ୍କର ରେସିଡେନ୍ସ ସାର୍ଟିଫିକେଟ ଥିବ, ରେସିଡେନ୍ସ ସାର୍ଟିଫିକେଟ ଆପଣଙ୍କର ବାରକୋଡ୍ ନମ୍ବରଟି ଦେବେ। ବାରକୋଡ୍ ନମ୍ବର ଆପଣଙ୍କର ବାରକୋଡ୍ ଥିବ ଗୋଟେ ନମ୍ବର, ସେ ନମ୍ବରଟି ଆପଣମାନେ ଏଇଠି ଏଣ୍ଟର କରିବେ। କିଛି ଏଇ ଟାଇପର ଆପଣଙ୍କ ବାରକୋଡ୍ ନମ୍ବରଟି ଥିବ, ଦେଖନ୍ତୁ ଏଇଠି ଆପଣଙ୍କ ଏକ୍ସାମ୍ପଲ ମଧ୍ୟ ଦିଆଯାଇଛି। ସେ ବାରକୋଡ୍ ନମ୍ବର କିମ୍ବା ଆପଣଙ୍କର କାଷ୍ଟ ସାର୍ଟିଫିକେଟ ନମ୍ବରଟି ଆପଣମାନେ ମଧ୍ୟ ଏଠି ଏଣ୍ଟର କରିପାରିବେ ଏବଂ ଆପଣଙ୍କ ରେସିଡେଣ୍ଟ ଇସ୍ୟୁ ଯେଉଁ କିଏ କରିଛନ୍ତି ସେ ଅଥରିଟି ତାଙ୍କ ଆପଣଙ୍କ ନେମ୍ ଏଇଠି ଅପସନ ଆସିବ, ଆପଣମାନେ ଚୁଜ୍ କରିବେ ଏବଂ ଆପଣଙ୍କର ଡେଟ୍ ଅଫ୍ ଇସ୍ୟୁ ମଧ୍ୟ ଏଇଠି ଦେବେ। ଏତିକି ଦେଇ ସାରିଲା ପରେ ଆପଣମାନେ ଇନକମ୍ ସାର୍ଟିଫିକେଟ ଆପଣଙ୍କର ବାପାଙ୍କର ଥିବ, ସେ ଇନକମ୍ ସାର୍ଟିଫିକେଟ ଆପଣଙ୍କର ଡିଟେଲ ଆପଣମାନେ ଏଇଠି ଫିଲ୍ଅପ୍ କରିବେ। ତ ଆପଣଙ୍କର ବାପା କଣ କରନ୍ତି ତାହା ଅନୁସାରେ ଆପଣମାନେ ଚୁଜ୍ କରିବେ। ଯଦି ଆପଣଙ୍କ ବାପା ଫାର୍ମର ଅଛନ୍ତି ତାହେଲେ ଆପଣମାନେ ଏଇଠି ଅଦରରେ କ୍ଲିକ୍ କରିବେ। ଦେନ୍ ଆପଣଙ୍କର ମଦର କଣ କରନ୍ତି ତା ଅନୁସାରେ ଆପଣମାନେ ଏଇଠି ଚୁଜ୍ କରିବେ। ତ ଏଇଠି ମୁଁ ଅଦର ମଧ୍ୟ କ୍ଲିକ୍ କରୁଛି। ଦେନ୍ ଆପଣଙ୍କର ଆନୁଆଲ ଇନକମ୍ କଣ ରହିଛି ବାପାଙ୍କର ତାହା ଆପଣମାନେ ଏଇଠି ଚୁଜ୍ କରିବେ। ତ 0 ରୁ 1.50 ଲାଖ ଯଦି ରହିଛି ତାହେଲେ ଆପଣମାନେ ଫାର୍ଷ୍ଟ ଅପସନ କ୍ଲିକ୍ କରିବେ। ଦେନ୍ ଆପଣଙ୍କର ଆକ୍ଚୁଆଲ ଆମାଉଣ୍ଟ କେତେ ଅଛି ଆପଣମାନେ ଏଇଠି ଏଣ୍ଟର କରିବେ ଆପଣଙ୍କର ଇନକମ୍ ସାର୍ଟିଫିକେଟରେ। ଦେନ୍ ଆପଣଙ୍କର ଇନକମ୍ ସାର୍ଟିଫିକେଟ ବାରକୋଡ୍ ନମ୍ବର କିମ୍ବା ଆପଣଙ୍କର ଇନକମ୍ ସାର୍ଟିଫିକେଟ ନମ୍ବର ଆପଣମାନେ ଏଇଠି ଏଣ୍ଟର କରିବେ। ଆପଣଙ୍କର କିଏ ଇସ୍ୟୁ କରୁଛି ତାହା ନେମ୍ ଦେବେ ଏଇଠି। ଇନକମ୍ ସାର୍ଟିଫିକେଟ କିଏ ଆପଣଙ୍କର ଇସ୍ୟୁ କରିଛନ୍ତି ତାହା ଆପଣମାନେ ଏଇଠି ଚୁଜ୍ କରିବେ। ଦେନ୍ ଆପଣଙ୍କର ଡେଟ୍ ମଧ୍ୟ ଚୁଜ୍ କରିବେ କେବେ ଆପଣଙ୍କର ଇସ୍ୟୁ କରାଯାଇଛି ଇନକମ୍ ସାର୍ଟିଫିକେଟଟି। ଦେନ୍ ଦେଖନ୍ତୁ ଏଇଠି ଆପଣଙ୍କ ସ୍ପେଶାଲ କ୍ୟାଟେଗୋରୀ, ଏଇଠି ଆପଣଙ୍କର ଯଦି କିଛି ସ୍ପେଶାଲ କ୍ୟାଟେଗୋରୀରେ ଆପଣମାନେ ଯାଉଛନ୍ତି ତାହେଲେ ଆପଣମାନେ ଚୁଜ୍ କରିନେବେ, ନହେଲେ ଆପଣମାନେ ନନ୍ ଅଫ୍ ଦିଜରେ କ୍ଲିକ୍ କରିବେ। ଠିକ୍ ଅଛି, ଦେନ୍ ଆର୍ ୟୁ ପ୍ରେଜେଣ୍ଟ ବେନିଫିସିଆଲ ଅଫ୍ ଦ ସିଏମ୍ କିଷାନ, ତ ଏଇଠି ଆପଣମାନେ ଯଦି ସିଏମ୍ କିଷାନ କିଛି ବେନିଫିଟ୍ ପାଉଛନ୍ତି ତାହେଲେ ୟେସ୍ କରିବେ, ନହେଲେ ନ କରିବେ। ଦେନ୍ ଦେଖନ୍ତୁ ଆର୍ ୟୁ ପ୍ରେଜେଣ୍ଟ ଦ ବେନିଫିସିଆଲ ଅଫ୍ ଦ ନିର୍ମାଲ ଶ୍ରମିକ, ତ ଆପଣମାନେ ଯଦି ଆପଣଙ୍କର ନିର୍ମାଲ ଶ୍ରମିକ ଯୋଜନାରେ ଯଦି ଆପଣଙ୍କର କିଛି କାର୍ଡ ଫାର୍ଡ ରହିଛି ତାହେଲେ ଆପଣମାନେ ୟେସ୍ କରିବେ କିମ୍ବା ନ କରିବେ। ଏତିକି କରିସାରିଲା ପରେ ଆପଣମାନେ ସେଭ୍ ଆଣ୍ଡ ନେକ୍ସଟ କ୍ଲିକ୍ କରିବେ। ଦେନ୍ ଦେଖନ୍ତୁ ଏଠି ଆପଣଙ୍କର ଷ୍ଟ୍ରିମ୍ ନେମ୍ ଦେବେ। ଠିକ୍ ଅଛି, ଆପଣମାନେ କୋଉ ଷ୍ଟ୍ରିମରେ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି ସେ ଷ୍ଟ୍ରିମ୍ ନେମ୍ଟି ଆପଣମାନେ ଏଇଠି ଏଣ୍ଟର କରିବେ। ଠିକ୍ ଅଛି, ମୁଁ ଏଠି ଆର୍ଟ୍ସରେ ଆପ୍ଲାଏ କରିବା ପାଇଁ ଚାହିଁବି ତ ଏଠି ଆର୍ଟ୍ସ ଦେବି। ଦେନ୍ ଦେଖନ୍ତୁ ଏଇଠି ଆପଣଙ୍କର ବିଇଡି ଆପଣମାନେ ବିଇଡି ପାସ୍ କରିଛନ୍ତି କି ଆପଣମାନେ ଏବେ ଲାଷ୍ଟ ଇୟର ଅଛନ୍ତି, ଆପଣଙ୍କ ଲାଷ୍ଟ ସେମିଷ୍ଟାରରେ ଅଛନ୍ତି କିମ୍ବା ଲାଷ୍ଟ ଇୟର ଅଛନ୍ତି, ତା ଅନୁସାରେ ଆପଣମାନେ ଏଇଠି ଫିଲ୍ଅପ୍ କରିବେ। ତ ମୁଁ ଏଠି ପାସ୍ କରିଛି ଯେହେତୁ ମୁଁ ଏଠି ପାସରେ କ୍ଲିକ୍ କରିବି। ଠିକ୍ ଅଛି, ପାସରେ କ୍ଲିକ୍ କଲା ପରେ ଦେଖନ୍ତୁ ଆପଣଙ୍କର ଏଇଠି ରହିଛି ଏକ୍ସାମିନେସନ ପାସ୍। ଏଠି ଆପଣମାନେ ଗ୍ରାଜୁଏସନ ଚୁଜ୍ କରିବେ ଫାଷ୍ଟ। ଦେନ୍ ଆପଣଙ୍କ ଗ୍ରାଜୁଏସନର ଡିଟେଲ ଆପଣମାନେ ଏଠି ଫିଲ୍ଅପ୍ କରିବେ। ଆପଣଙ୍କ ୟୁନିଭର୍ସିଟି କିମ୍ବା କଲେଜ ନେମ୍ ଦେବେ ଆପଣମାନେ ଏଠି ଚୁଜ୍ କରିବେ। ଦେନ୍ ଆପଣଙ୍କର ଇୟର ଅଫ୍ ପାସିଂ ଆପଣମାନେ ଏଠି ଚୁଜ୍ କରିବେ। ଦେନ୍ ରୋଲ ନମ୍ବର ଆପଣଙ୍କର ଏଠି ଏଣ୍ଟର କରିବେ। ଆପଣଙ୍କର ମାର୍କ କୋଉ ଟାଇପ ଥିଲା, ସିଜିପିଏ ଥିଲା କି ମାର୍କ ଥିଲା ତାହା ଆପଣମାନେ ଏଠି ଚୁଜ୍ କରିକି ତାକୁ ଆପଣମାନେ ଫିଲ୍ଅପ୍ କରିବେ। ଠିକ୍ ଅଛି, ଯଦି ଆପଣଙ୍କ ସିଜିପିଏ ଥିଲା ତାହେଲେ ଆପଣମାନେ ଏଠି ସିଜିପିଏ ର ଗ୍ରେଡ୍ ପଏଣ୍ଟଟି ଦେବେ। ଦେନ୍ ଆପଣଙ୍କର ସେକେଣ୍ଡ ଦେଖନ୍ତୁ ଏଇଠି ଆପଣଙ୍କର ବିଇଡି ଆପଣମାନେ କୋଉ ହିସାବରେ କରିଛନ୍ତି, ଆପଣଙ୍କର ବିଏ ବିଇଡି କରିଛନ୍ତି କିମ୍ବା ବିଏସସି ବିଇଡି କରିଛନ୍ତି ତାହା ଅନୁସାରେ ଆପଣମାନେ ଏଠି ଚୁଜ୍ କରିବେ। ତ ମୁଁ ଏଠି ବିଏ ବିଏଡ୍ କରିଛି, ତ ମୁଁ ଏଠି ବିଏ ବିଏଡ୍ ଚୁଜ୍ କରିବି। ଦେନ୍ ଆପଣଙ୍କ ତା ଅନୁସାରେ ଆପଣମାନେ ସବୁ ଏଠି ଫିଲ୍ଅପ୍ କରିନେବେ। ଠିକ୍ ଅଛି, ଫିଲ୍ଅପ୍ କରିସାରିଲା ପରେ ଆପଣମାନେ ସେଭ୍ ଆଣ୍ଡ ନେକ୍ସଟ କ୍ଲିକ୍ କରିବେ।
ଦେନ୍ ଆପଣଙ୍କ ସାମ୍ନାରେ ଆପଣଙ୍କର ଆକାଉଣ୍ଟ ଡିଟେଲ ସବୁ କିଛି ଏଠି ଆପଣଙ୍କର ମଗା ହବ। ତ ଆପଣମାନେ ଏଠି ଆପଣଙ୍କର ଆକାଉଣ୍ଟ ନମ୍ବର ଏବଂ ଆପଣଙ୍କ କନଫର୍ମ ଆକାଉଣ୍ଟ ନମ୍ବର ଦେବେ। ଆପଣଙ୍କ ଏଠି ଆକାଉଣ୍ଟ ହୋଲ୍ଡର ନେମ୍ ଦେବେ, IFSC କୋଡ୍ ଆପଣମାନେ ଏଣ୍ଟର କରିବେ, ବ୍ରାଞ୍ଚ ନେମ୍ ଦେବେ, ବ୍ରାଞ୍ଚ ନେମ୍ ଆପଣଙ୍କର ଏଗେନ୍ ଦେବେ। ଦେନ୍ ଆପଣଙ୍କ MICR କୋଡ୍ ଯୋଉ ରହିଛି ସେ କୋଡ୍ଟି ଆପଣମାନେ ଏଣ୍ଟର କରିକି ସେଭ୍ ନେକ୍ସଟ ରେ ଆପଣମାନେ କ୍ଲିକ୍ କରିବେ। ଦେନ୍ ଦେଖନ୍ତୁ ଆପଣଙ୍କର ଏଇଠି ଫଟୋ ଡକ୍ୟୁମେଣ୍ଟ ସବୁ ଆପଣମାନେ ଅପଲୋଡ କରିବେ। ଏଠି ଆପଣଙ୍କର ଫଟୋ ଗୋଟେ ଅପଲୋଡ କରିବେ ଯୋଉଟା କି ଆପଣମାନେ କ୍ୟାପଚର ଫଟୋ କରିକି ମଧ୍ୟ ଅପଲୋଡ କରିପାରିବେ, କିମ୍ବା ଆପଣମାନେ ଅପଲୋଡ ଫଟୋରେ କ୍ଲିକ୍ କରିକି ମଧ୍ୟ ଅପଲୋଡ କରିପାରିବେ। ଠିକ୍ ଅଛି, ଏବଂ ଫଟୋଟି ଆପଣଙ୍କର ଠିକ୍ ଅଛି। ଦେନ୍ ଆପଣଙ୍କ ସିଗ୍ନେଚର ମଧ୍ୟ ଗୋଟେ ଆପଣମାନେ ଅପଲୋଡ କରିବେ। ଏତିକି ଅପଲୋଡ କରିସାରିଲା ପରେ ତଳେ ଦେଖନ୍ତୁ ଆପଣଙ୍କର ଦିଆଯାଇଛି ଇନକମ୍, ରେସିଡେଣ୍ଟ ଏବଂ କାଷ୍ଟ। ଇଏ ଆପଣଙ୍କର 100 KB ଭିତରେ ଆପଣଙ୍କର PDF ହେଇଥିବା ନିହାତି ଆବଶ୍ୟକ। ଠିକ୍ ଅଛି, ତାହେଲେ ଆପଣଙ୍କର ଏଠି ଅପଲୋଡ ହେଇଯିବ। ତେଣୁ ଏତିକି ଆପଣମାନେ ଅପଲୋଡ କରିସାରିଲା ପରେ ଆପଣଙ୍କର ଦେଖନ୍ତୁ ଏଇଠି ଗୋଟେ ଚେକବକ୍ସ ଦିଆଯାଇଛି। ଆପଣମାନେ ୟାକୁ ଟିକ୍ କରିବେ। ଟିକ୍ କରିକି ଆପଣଙ୍କ ତଳେ ଦିଆଯାଇଛି ସବମିଟ୍। ଏ ସବମିଟ୍ ବଟନରେ ଆପଣମାନେ କ୍ଲିକ୍ କରିବେ। ଦେନ୍ ଆପଣଙ୍କ ସାମ୍ନାରେ କିଛି ଏଇ ଟାଇପର ଇଣ୍ଟରଫେସଟି ଓପେନ ହେଇକି ଆସିବ। ଯାହା ଯାହା ଆପଣମାନେ ଫିଲ୍ଅପ୍ କଲେ ସବୁ କିଛି ଆପଣମାନେ ଏଇଠି ଚେକ୍ କରିନେବେ। ଠିକ୍ ଅଛି, ଚେକ୍ କରିସାରିଲା ପରେ ଆପଣମାନେ ଦେଖନ୍ତୁ ଲାଷ୍ଟରେ ଆପଣଙ୍କର ରହିଛି କନଫର୍ମ ଏବଂ ବ୍ୟାକ୍ ଟୁ ମଡିଫାଏ। ଯଦି ଆପଣଙ୍କର କିଛି ଭୁଲ ଥାଏ ତାହେଲେ ଆପଣମାନେ ମଡିଫାଏ ମଧ୍ୟ କରିପାରିବେ, ନହେଲେ ଆପଣମାନେ କନଫର୍ମରେ କ୍ଲିକ୍ କରିବେ। କନଫର୍ମରେ କ୍ଲିକ୍ କରିକି ଆପଣମାନେ ଏଠି ଓକେରେ କ୍ଲିକ୍ କରିବେ। ଦେନ୍ ଆପଣଙ୍କର ପେମେଣ୍ଟ ଅପସନଟି ଓପେନ ହେଇକି ଆସିବ, ଯୋଉଠି କି ଆପଣମାନେ ଯେକୌଣସି ମେଥଡରେ ଆପଣମାନେ ପେମେଣ୍ଟ କରିପାରିବେ। ତ ମୁଁ ଏଠି HDFC ବ୍ୟାଙ୍କକୁ ଚୁଜ୍ କରିବି, ଆପଣମାନେ ମଧ୍ୟ ୟାକୁ ଚୁଜ୍ କରିନେବେ। ଦେନ୍ ଆପଣଙ୍କ ଦେଖନ୍ତୁ ଏଇଠି ଆଇ ଆକ୍ସେପ୍ଟ ଟର୍ମ ଆଣ୍ଡ କଣ୍ଡିସନ ଏଠି ଆପଣମାନେ ଟିକ୍ କରିବେ। ଟିକ୍ କରିସାରିଲା ପରେ ଦେଖନ୍ତୁ କ୍ଲିକ୍ ଟୁ ପେ ଲେଖା ହେଇଛି, ଆପଣମାନେ ଏଇ କ୍ଲିକ୍ ଟୁ ପେ ରେ କ୍ଲିକ୍ କରିବେ। ଦେନ୍ ଆପଣଙ୍କର ପେମେଣ୍ଟ ଅପସନଟି ଓପେନ ହେଇକି ଆସିବ। କିଛି ଏଇ ଟାଇପର ଅପସନ ଓପେନ ହେଇକି ଆସିବ। ଏଠି ଦେଖନ୍ତୁ ଆପଣଙ୍କର UPI ଅପସନ ଅଛି, ଏଇ UPI ଅପସନରେ ଆପଣମାନେ କ୍ଲିକ୍ କରିବେ। ଠିକ୍ ଅଛି, ଦେନ୍ ଆପଣଙ୍କ QR କୋଡଟି ଜେନେରେଟ୍ ହେଇକି ଆସିବ। ଏଠି ଆପଣମାନେ ସ୍କାନ କରିକି ପେ ମଧ୍ୟ କରିପାରିବେ ଆପଣଙ୍କର ଆମାଉଣ୍ଟଟି। ଠିକ୍ ଅଛି, ପେ କଲା ପରେ ଆପଣଙ୍କର ଆପ୍ଲିକେସନଟି ସବମିଟ୍ ହେଇଯିବ ସକ୍ସେସଫୁଲି। ଦେନ୍ ଆପଣଙ୍କର ଯୋଉ ରହିଛି ହାର୍ଡ କପିଟି ଆପଣମାନେ ପ୍ରିଣ୍ଟ କରିପାରିବେ। ହେଲା ଆପଣଙ୍କର ଫୁଲ୍ ପ୍ରୋସେସ। ଆପଣଙ୍କର ସାଉନ୍ସ ପୋର୍ଟାଲରେ ଆପଣମାନେ BD, MAD ଏବଂ BSG ଆପଣମାନେ ଏଇ ପ୍ରୋସେସରେ ଆପ୍ଲାଏ କରିପାରିବେ। ଆପ୍ଲାଏ ଉପରେ କିଛି ଡାଉଟ୍ ଥିଲେ ଆପଣମାନେ ମୋତେ କମେଣ୍ଟ ସେକ୍ସନରେ ପଚାରି ପାରିବେ। ଏବଂ ଏଇ ଟାଇପର ଇନଫର୍ମେସନ ଭିଡ଼ିଓ ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ବହୁତ ସାରା ଭଲ ପାଇବା ଦିଅନ୍ତୁ। ଜୟ ଜଗନ୍ନାଥ।